ରଜ ସାଜିଛି କାଳ, ଘଟିଛି ବଡ଼ ଅଘଟଣ, ଯାହା ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ। ରଜରେ ଖେଳୁଥିବା ବେଳେ ଘଟିଛି ବଡ଼ ଦୁର୍ଘଟଣା। ଖୁସିର ପର୍ବ ସାଜିଛି ରକ୍ତର ପର୍ବ। ଚାରିଆଡ଼େ ଖେଳି ଯାଇଛି ଭୟ, ଚାରିଆଡ଼େ ପଡ଼ିଛି ଖାଲି ରକ୍ତର ଛିଟା, ଯାହାକୁ ଦେଖି ଲୋକେ ହେଉଛନ୍ତି ଭୟଭୀତ। ରଜ ଭଳି ପବିତ୍ର ପର୍ବରେ ଏମିତି ଏକ ବଡ଼ ଭୟାନକ ଓ ସାଂଘାତିକ ଘଟଣା ଘଟିଯାଇଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅତିରା ଗ୍ରାମର ପ୍ରକାଶ କୁମାର ମହାନ୍ତି, ବୟସ 45 ବର୍ଷ। ପରିବାର କହିଲେ ସ୍ତ୍ରୀ ଆଉ 3 ଝିଅ। ପ୍ରକାଶ ବାବୁ ଗାଁ ଛକରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ବହୁତ କଷ୍ଟ ଦୁଃଖରେ ନିଜର ପରିବାର ପ୍ରତିପୋଷଣ କରନ୍ତି ସେ। ଟଙ୍କା ପଇସାର ସବୁବେଳେ ଅଭାବ ଥାଏ, କିନ୍ତୁ ପିଲାମାନଙ୍କର ଛୋଟ ଛୋଟ ଇଚ୍ଛାକୁ ନିଜର ସାମର୍ଥ୍ୟ ଅନୁସାରେ ପୂରା କରିବାକୁ ସବୁବେଳେ ଚେଷ୍ଟା କରନ୍ତି। ଆଉ ଏଭଳି ଛୋଟ ଛୋଟ ଇଚ୍ଛାକୁ ପୂରା କରିବାକୁ ଯାଇ ବହୁତ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପ୍ରକାଶ ବାବୁ ରଜ ପୂର୍ବ ଦିନଠାରୁ 2 ଝିଅଙ୍କ ପାଇଁ ଡ୍ରେସ୍ କିଣି ଆଣିଥିଲେ, ହେଲେ ବଡ଼ ଝିଅର ଡ୍ରେସ୍ କିଣା ହୋଇନଥିଲା। ବଡ଼ ଝିଅର ଡ୍ରେସ୍ କିଣା ହୋଇନଥିବାରୁ ତାର ମନ ଭାରି ଦୁଃଖ। ସେଦିନ ପ୍ରଥମ ରଜ ଥାଏ। ପ୍ରକାଶ ବାବୁ ଗ୍ରୋସରୀ ଦୋକାନରେ ଥାନ୍ତି। ବଡ଼ ଝିଅ ଫୋନ୍ କରି କହିଲା, ବାପା ମୋ ଡ୍ରେସ୍ କେତେବେଳେ ଆଣିକି ଆସିବ? ପ୍ରକାଶ ବାବୁ ଝିଅର ଇଚ୍ଛା ପୂରଣ କରିବାକୁ ଯାଇ ଦୋକାନ ବନ୍ଦ କରି ଡ୍ରେସ୍ ଦୋକାନରୁ ଡ୍ରେସ୍ କିଣି ଘରକୁ ଫେରୁଥିଲେ। ଆଉ ଠିକ୍ ସେତିକି ବେଳେ ତାଙ୍କ ସହ ଘଟିଲା ଏକ ଭୟଙ୍କର ଦୁର୍ଘଟଣା। ଆଉ ରଜର ପର୍ବ ବଦଳିଗଲା ରକ୍ତର ପର୍ବରେ। ପ୍ରକାଶ ବାବୁ ଡ୍ରେସ୍ କିଣି ଯେତେବେଳେ ବାଇକ୍ ଧରି ଘରକୁ ଫେରୁଥିଲେ, ସେହି ସମୟରେ ଅନ୍ୟପଟୁ କିଛି ଜଣ ଯୁବକ ମଦ ପିଇ ବହୁ ସ୍ପିଡ଼ରେ ବାଇକ୍ ଆଣି ଆସୁଥିଲେ। ଆଉ ସେହି ଯୁବକମାନଙ୍କ ଭିତରୁ ଜଣେ ଯୁବକର ବାଇକ୍ ପ୍ରକାଶ ବାବୁଙ୍କ ବାଇକ୍ରେ ଆସି ଧକ୍କା ଦେଲା। ମଦ୍ୟପାନ କରିଥିବା ଯୁବକ ଏତେ ସ୍ପିଡ଼ରେ ବାଇକ୍ ମାଡ଼ କଲା ଯେ ସେଠାରେ ସେ ଯୁବକ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କଲା। ଆଉ ପ୍ରକାଶ ବାବୁ ବାଇକ୍ରୁ ଛିଟିକି ପଡ଼ିଲେ ରାସ୍ତା ଉପରେ। ପ୍ରକାଶ ବାବୁଙ୍କ ମୁଣ୍ଡରୁ ବହୁତ ଜୋରରେ ରକ୍ତ ବାହାରୁଥାଏ। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ମେଡ଼ିକାଲରେ ଭର୍ତ୍ତି କରାଗଲା। ତାଙ୍କର ଅବସ୍ଥା ବହୁତ ଗୁରୁତର ହୋଇଯାଇଥିଲା। ସେଠାରେ କେବଳ ତାଙ୍କର ପ୍ରାଥମିକ ଚିକିତ୍ସା କରି ଡକ୍ଟର ତାଙ୍କୁ ବଡ଼ ମେଡ଼ିକାଲକୁ ରେଫର କରିଦେଲେ। ଏହାପରେ ପ୍ରକାଶ ବାବୁଙ୍କ ସ୍ତ୍ରୀ ତାଙ୍କୁ ନେଇଗଲେ କଟକ ବଡ଼ ମେଡ଼ିକାଲକୁ। ସେଠାରେ ତାଙ୍କର ଚିକିତ୍ସା ଚାଲିଲା। ପାଖରେ କେବଳ ତାଙ୍କର ସ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ କେହି ନାହାନ୍ତି। 3 ଝିଅ ଘରେ ବାପା ମାଆଙ୍କୁ ଅନେଇ ବସିଛନ୍ତି, କେବେ ତାଙ୍କ ବାପା ସୁସ୍ଥ ହୋଇ ଘରକୁ ଫେରିବେ। କିନ୍ତୁ ସେଇ ଭଗବାନଙ୍କର ଇଚ୍ଛା ଆଉ କିଛି ଥିଲା। ଦୀର୍ଘ 10 ଦିନର ଚିକିତ୍ସା ପରେ ମଧ୍ୟ ପ୍ରକାଶ ବାବୁଙ୍କ ଅବସ୍ଥା ଯେମିତିକୁ ସେମିତି। ଘରେ ଯାହା କିଛି ଟଙ୍କା ପଇସା ଥିଲା ତାଙ୍କ ସ୍ତ୍ରୀ ସବୁ ଖର୍ଚ୍ଚ କରିସାରିଲେଣି। ପାଖରେ ଆଉ କିଛି ଟଙ୍କା ନାହିଁ। କେହି ସାହାଯ୍ୟ କରିବାକୁ ନାହାନ୍ତି। ଡକ୍ଟର କିଛି କହିପାରୁନାହାନ୍ତି। ଶେଷରେ ପ୍ରକାଶ ବାବୁଙ୍କ ସ୍ତ୍ରୀ ଆଉ କିଛି ଉପାୟ ନ ପାଇ ତାଙ୍କୁ ଘରକୁ ନେଇ ଆସିବା ପାଇଁ ସ୍ଥିର କଲେ। ତାଙ୍କ ମନ ବୁଝୁନଥାଏ କ'ଣ କରିବେ। ଶେଷରେ କିଛି ଉପାୟ ନ ପାଇ କଟକ ବଡ଼ ମେଡ଼ିକାଲ ଠାରୁ 1 କିଲୋମିଟର ଦୂରରେ ଥିବା ଜଗନ୍ନାଥ ମନ୍ଦିରକୁ ଗଲେ। ପ୍ରକାଶ ବାବୁ ମହାପ୍ରଭୁଙ୍କୁ ବହୁତ ମାନନ୍ତି। ଯାଜପୁରରେ ଥିବା ତାଙ୍କ ଗାଁ ମନ୍ଦିରରେ ସବୁବେଳେ ମୁଣ୍ଡିଆ ମାରନ୍ତି। ମହାପ୍ରଭୁଙ୍କ ଆଗରେ ବସି ଭୋ ଭୋ ହୋଇ କାନ୍ଦୁଥାନ୍ତି ପ୍ରକାଶ ବାବୁଙ୍କ ସ୍ତ୍ରୀ। ଆଉ କାନ୍ଦି କାନ୍ଦି ହାତ ଯୋଡ଼ି କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ହେ ବଡ଼ ଠାକୁର, ମୋ ଘର ସଂସାର ତୁମକୁ ଲାଗିଲା। ମୋ ସ୍ୱାମୀଙ୍କ ଜୀବନ ଆଜି ତୁମ ହାତରେ। ଯାହା ଯେତିକି ଦେଇଥିଲ ସୁଖରେ ଦୁଃଖରେ ଆମେ ସଂସାର ରଥ ଗଡ଼ଉଥିଲୁ, ହେଲେ ଆଜି କାହିଁକି ଏତେ ବଡ଼ ବିପଦରେ ଆମକୁ ପକାଇଦେଲ ମହାପ୍ରଭୁ? ସିଏ ତ କେବଳ ଜଣେ ଥିଲେ ଯିଏ ଆମ 4 ପ୍ରାଣୀ କୁଟୁମ୍ବକୁ ପୋଷୁଥିଲେ। ଶେଷରେ ତୁମେ ତାଙ୍କୁ ଛଡ଼େଇ ନେବାକୁ ବସିଛ। ମୋର କୁନି କୁନି ପିଲା 3ଟି, ସେମାନଙ୍କୁ ନେଇ କୁଆଡ଼େ ଯିବି? ସେମାନଙ୍କ ଅଳି ଅଝଟ କିଏ ବୁଝିବ? ମା ପିଲା 4 ପ୍ରାଣୀ, ଆମେ କୁଆଡ଼େ କ'ଣ କରିବୁ? ଯଦି ତୁମେ ମୋ ପିଲାଙ୍କ ମୁଣ୍ଡରୁ ତାଙ୍କ ବାପାଙ୍କ ହାତ ଉଠେଇ ଦେବ, ତେବେ ତୁମେ କିପରି ବଡ଼ ଠାକୁର ବୋଲେଇବ ମହାପ୍ରଭୁ? ବାପା ଛଉଣ୍ଡ ପିଲାମାନଙ୍କୁ ମୁଁ ନେଇ କୁଆଡ଼େ ଯିବି? ମୋ ସ୍ୱାମୀଙ୍କୁ ଛାଡ଼ିଦେଲେ ମୋର ଆଉ କେହି ସାହା ଭରସା ନାହାନ୍ତି ମହାପ୍ରଭୁ। ଆଉ ତାଙ୍କୁ ଯଦି ତୁମେ ଛଡ଼େଇ ନେବ, ମୁଁ ତୁମ ମନ୍ଦିରରେ ଏଇଠି ଠିଆ ହେଇ ପ୍ରତିଜ୍ଞା କରୁଛି, ମୁଁ ବି ଏଇ ମନ୍ଦିରରେ ଆତ୍ମହତ୍ୟା କରିଦେବି। ଏମିତି କେତେ କଥା କହି ଭୋ ଭୋ ହୋଇ କାନ୍ଦୁଥାନ୍ତି ପ୍ରକାଶ ବାବୁଙ୍କ ସ୍ତ୍ରୀ।
ସେପଟେ ତିନି ଝିଅ ଘରେ ବାପାଙ୍କ ନାଁରେ ଦୀପ ବସେଇ ସେଇ ମହାପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି। ବଡ଼ ଝିଅଟି ଭୋ ଭୋ ହୋଇ କାନ୍ଦୁଥାଏ ଆଉ ମନେ ମନେ ବାପାଙ୍କୁ ଝୁରୁଥାଏ। ଆଉ ସତରେ ସେଦିନ ସେମାନଙ୍କ ଡାକ ଶୁଣିଲେ ବଡ଼ ଠାକୁର। ମନ୍ଦିରରେ ପ୍ରକାଶ ବାବୁଙ୍କ ସ୍ତ୍ରୀ କାନ୍ଦୁଥିବା ଦେଖି ଜଣେ ଲୋକ ତାଙ୍କ ପାଖକୁ ଆସି ପଚାରିଲେ, କ'ଣ ହେଇଛି ଲୋ ମା, ଏଠି ବସି କାହିଁକି କାନ୍ଦୁଛୁ? ମୁଁ ଏ ମନ୍ଦିରର ପୂଜାରୀ, କ'ଣ ହେଇଛି? ତୁମର ଦୁଃଖ ମୋତେ ଜଣେଇ ପାରିବ। ଏହାପରେ ପ୍ରକାଶ ବାବୁଙ୍କ ସ୍ତ୍ରୀ ତାଙ୍କୁ ସବୁ କଥା କହିଲେ। ଏକଥା ଶୁଣି ପୂଜାରୀ ଜଣକ ତାଙ୍କୁ ବ୍ୟସ୍ତ ନ ହେବା ପାଇଁ କହିଲେ ଆଉ ତାଙ୍କ ସାଙ୍ଗରେ ମେଡ଼ିକାଲକୁ ଆସିଲେ। ପ୍ରକାଶ ବାବୁଙ୍କ ଅବସ୍ଥା ଦେଖି ବହୁତ ମନ ଦୁଃଖ କଲେ। ଡାକ୍ତରଙ୍କ ସହ ଦେଖା ବି କଲେ। ଆଉ ପ୍ରକାଶ ବାବୁଙ୍କ ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେଲା ସବୁ ସେ ପୂଜାରୀ ଜଣକ ଦେଲେ। ଆଉ ଶେଷରେ ଚମତ୍କାର ହୋଇଗଲା। କିଛି ଦିନର ଚିକିତ୍ସା ପରେ ପ୍ରକାଶ ବାବୁ ସୁସ୍ଥ ହୋଇ ଘରକୁ ଫେରି ଆସିଲେ। ଆଉ ଘରକୁ ଫେରିଲା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ସବୁ ଘଟଣା ବିଷୟରେ ଜଣାଇଲେ। ଆଉ ସ୍ତ୍ରୀଙ୍କ ମୁହଁରୁ ଏସବୁ କଥା ଶୁଣିଲା ପରେ ପ୍ରକାଶ ବାବୁ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ଚାଲି ଆସିଲେ ଜଗନ୍ନାଥ ମନ୍ଦିରକୁ ମହାପ୍ରଭୁଙ୍କୁ ଦର୍ଶନ କରି ସେହି ପୂଜାରୀ ମହାଶୟଙ୍କୁ ଧନ୍ୟବାଦ ଦେବା ପାଇଁ। କିନ୍ତୁ ସେଠି ଯାଇ ଯାହା ଜାଣିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଥମେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଉ ସେଠାରେ ପୂଜା କରୁଥିବା ପୂଜାରୀଙ୍କ ପାଖକୁ ଆସିଲେ। ପ୍ରକାଶ ବାବୁଙ୍କ ସ୍ତ୍ରୀ ସେହି ପୂଜାରୀ ଜଣଙ୍କ ନାଁ ଜାଣିନଥିଲେ କି ତାଙ୍କ ନାଁ ବି ପଚାରି ନଥିଲେ। ମନ୍ଦିରରେ ପୂଜା କରୁଥିବା ପୂଜାରୀଙ୍କୁ ସେହି ପୂଜାରୀଙ୍କ କଥା ସବୁ କହିଲେ। ଏମିତି କଥା ଶୁଣି ସେ ପୂଜାରୀ ଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରକାଶ ବାବୁଙ୍କ ସ୍ତ୍ରୀ ସେହି ପୂଜାରୀ ଜଣଙ୍କ ଚେହେରା ବିଷୟରେ ତାଙ୍କୁ କହିଲେ। ମନ୍ଦିରରେ ଥିବା ସମସ୍ତ ପୂଜାରୀମାନଙ୍କୁ ମଧ୍ୟ ତାଙ୍କ ସ୍ତ୍ରୀ ଦେଖିଲେ, କିନ୍ତୁ ସେମାନଙ୍କ ଭିତରେ ସେ ପୂଜାରୀ ଜଣକ ନଥିଲେ। ଆଉ ସମସ୍ତ ପୂଜାରୀ ବି ପ୍ରକାଶ ବାବୁଙ୍କ ସ୍ତ୍ରୀଙ୍କୁ କହିଲେ, ଆପଣ ଯେଉଁ ପୂଜାରୀଙ୍କ କଥା କହୁଛନ୍ତି ସେଭଳି ପୂଜାରୀ ଏ ମନ୍ଦିରରେ କେହି ପୂଜା କରୁନାହାନ୍ତି। ଏମିତି କଥା ଶୁଣି ପ୍ରକାଶ ବାବୁଙ୍କ ସ୍ତ୍ରୀ ସ୍ତବ୍ଧ ହୋଇଗଲେ। ମନେ ମନେ ଭାବୁଥାନ୍ତି, ତେବେ ସେଦିନ କିଏ ଆସି ପୂଜାରୀର ପରିଚୟ ଦେଇ ତାଙ୍କୁ ଏତେ ବଡ଼ ବିପଦରୁ ଉଦ୍ଧାର କଲେ? କିଏ ଆସି ଅଚାନକ ତାଙ୍କୁ ଏତେ ବଡ଼ ସାହାଯ୍ୟ କଲେ ଆଉ ହଠାତ୍ କୁଆଡ଼େ ଚାଲିଗଲେ? କ'ଣ ଏସବୁ ଘଟିଗଲା ତାଙ୍କ ସହ ସେ କିଛି ବୁଝିପାରୁନାହାନ୍ତି। ମନରେ ଅନେକ କଥା ଭାବୁଥାନ୍ତି। କ'ଣ ସେ ସତରେ ପୂଜାରୀ ଥିଲେ? ତାହେଲେ ହଠାତ୍ କୁଆଡ଼େ ଉଭାନ ହୋଇଗଲେ? ନା ମହାପ୍ରଭୁ ସ୍ୱୟଂ ଆସି ଆମକୁ ଏତେ ବଡ଼ ବିପଦରୁ ଉଦ୍ଧାର କଲେ? ଯଦି ସେ ଜଣେ ସାଧାରଣ ମଣିଷ ତେବେ ସେ କୁଆଡ଼େ ଚାଲିଗଲେ? ସବୁ କିଛି ଆଶ୍ଚର୍ଯ୍ୟ ଲାଗୁଥାଏ ତାଙ୍କୁ। କିନ୍ତୁ ପ୍ରକାଶ ବାବୁ ଠିକ୍ ବୁଝିପାରିଥିଲେ ତାଙ୍କୁ ଏ ବିପଦରୁ ରକ୍ଷା କରିବା ପାଇଁ ସ୍ୱୟଂ ଜଗନ୍ନାଥ ହିଁ ଆସିଥିଲେ। ତାଙ୍କ ପୂଜା ଆଉ ଭକ୍ତିର ଆଶୀର୍ବାଦରେ ତାଙ୍କ ନୂଆ ଜୀବନ ଫେରାଇ ଦେଲେ। ସବୁ ସେହି ପ୍ରଭୁଙ୍କ ଲୀଳା। ସତରେ ମହାପ୍ରଭୁ, ତମେ ବଡ଼ ଦେଉଳରେ ରହୁଛ ସିନା, ହେଲେ ସବୁବେଳେ ତୁମ ଭକ୍ତର ରକ୍ଷା ପାଇଁ ତୁମେ କେଉଁ ନା କେଉଁ ରୂପ ନେଇ ତୁମ ଭକ୍ତ ପାଖରେ ଆସି ପହଞ୍ଚି ଯାଉଛ। ତୁମ ଲୀଳା ତୁମକୁ ହିଁ ଜଣା ମହାପ୍ରଭୁ। ମହାପ୍ରଭୁଙ୍କ ଛୋଟିଆ ଅନୁଭୂତିଟିଏ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ନିଶ୍ଚିନ୍ତ ଜଣାଇବେ। ଆଉ ମହାପ୍ରଭୁଙ୍କୁ ନେଇ ଆପଣଙ୍କର ଯଦି କିଛି ଅନୁଭୂତି ଥାଏ ମୋ ମେଲ୍ ଆଇଡ଼ିରେ ମୋତେ ପଠାଇ ପାରିବେ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦେବା ପାଇଁ ଅନୁରୋଧ।